ବର୍ତ୍ତମାନ 24ର ନିର୍ବାଚନ ସରିଗଲା। ଆମେ କାଲି ଜାଣିପାରିବା। ମୁଁ ଯଦି କୁହେ ଯେ କଂଗ୍ରେସ ସରକାର କରିବ ବା ଇଣ୍ଡିମେଣ୍ଟକୁ ବହୁତ ଲୋକ କହିଲେଣି, ଇଣ୍ଡିଆ କହୁନାହାନ୍ତି। କିନ୍ତୁ ତୁମେ ଜାଣି ଶୁଣିକି ସେଟା କରିଛ। ଇଣ୍ଡିଆ କ'ଣ ତୁମର ଗୋଟେ ପାଟିରେ କ'ଣ ଇଣ୍ଡିଆ? ଏଟା ଇଣ୍ଡିଆ ନୁହଁ। INDIA ଏଇଟା କ'ଣ ଏଲାନ୍ସ? ଇଣ୍ଡିଆ ମେଣ୍ଟ କ'ଣ କହିବି? ଏଲାନ୍ସ ମାନଙ୍କ ମେଣ୍ଟ ତ ଇଣ୍ଡିମେଣ୍ଟ। ତ ଇଣ୍ଡିମେଣ୍ଟ ଯଦି ସରକାର କରିବ ବୋଲି ଆମେ କହିବା, ଯଦି କହିବା ଆମେ ନିଜକୁ ଧୋକା ଦେଉଛୁ। କେମିତି କରିବେ ମୋତେ କୁହନ୍ତୁ? ସାଉଥରେ କେଇଟା ଯଦି ଇଣ୍ଡିମେଣ୍ଟର ଦଳ ଯଦି ଭାରତ ସରକାର ଗଠନ କରିଦେବେ, ୟାଠାରୁ ଆଚମ୍ବିତ କଥା ଏ ଦୁନିଆରେ ନାହିଁ। ତେଣୁ ମୋଦି ହେଉଛନ୍ତି ଅଦ୍ୱିତୀୟ ନେତା। ତାଙ୍କର ଶାସନ କାଳରେ ଆମ ଭାରତୀୟମାନେ ଅନୁଭବ କରିଛନ୍ତି ଯେ ସେମାନେ ସୁରକ୍ଷିତ। ତ ସୁରକ୍ଷାଟା ପ୍ରଥମ ପ୍ରଶ୍ନ। ଦରଦାମ କଥା ସବୁଠାରୁ ପଛ କଥା। ବିକାଶର କଥା ଆମେ ତୃତୀୟ ନମ୍ବରରେ, ଆମେ ସାରା ପୃଥିବୀରେ ପଞ୍ଚମ ନମ୍ବରରେ ଅଛନ୍ତି। ତୃତୀୟ ନମ୍ବରକୁ ଆମେ ଚେଷ୍ଟା କରୁଛେ। ଏଇ 2 ଦିନ ତଳେ ଏଇ ଭାରତ ବନ୍ଧା ପକାଇଥିଲା ସୁନା, ମାନେ ଏବେ ଆମେ 1 ଲାଖ ଟନ୍ ସୁନା ଆମେ ଇଂଲଣ୍ଡରୁ ଫେରାଇ ଆଣିଲେ। ତାମାନେ ଆମେ ଶକ୍ତିଶାଳୀ ହେଉଛନ୍ତି, ଆମର ବିକାଶ ହେଉଛି। ଏଇଟା ହେଉଛି ଧୂଆଁ ବାଣ ନୁହେଁ। ତେଣୁ ଯେତେବେଳେ NDA ଗଭର୍ଣ୍ଣମେଣ୍ଟ ଏତେ ଭଲ ଭଲ କାମ କରୁଛନ୍ତି, ତେଣୁ ତାକୁ ଯାହା ହେଲେ ଟୋଟାଲ୍ ପପୁଲେସନ୍ ଭିତରୁ ନିଶ୍ଚିତ ଭାବରେ 70% ଲୋକ ସପୋର୍ଟ କରିବେ ନା ମୋଦି ସରକାରକୁ। ଏବଂ ମୋଦି ସରକାର ହେବ। ଯେତେ ଏକ୍ଜିଟ୍ ପୋଲ୍ ଦେଖେଇଛନ୍ତି, କେହି 350 ତଳକୁ NDAକୁ ନେଇଛି କି? ନେଇନାହିଁ। କାହିଁକି ନେଇନାହାନ୍ତି? ସମସ୍ତେ କ'ଣ ଭୁଲ? କାଲି ଜଣେ ପ୍ରଶ୍ନ କଲେ ମୋତେ ଗୋଟେ ଚ୍ୟାନେଲରେ ଯେ ଆପଣଙ୍କର ଆମେ କ'ଣ ଲକ୍ଷେ ଲୋକଙ୍କର ସାମ୍ପଲ୍ ସର୍ଭେରେ ଏକ୍ଜିଟ୍ ପୋଲ୍ ଠିକ୍? ମୁଁ କହିଲି ଆପଣ କେତେ ବଡ଼ ଭୁଲ କଥା କହୁଛନ୍ତି। କେତୋଟି ସଂସ୍ଥା କରିଛି? ନା 8ଟି ସଂସ୍ଥା କରିଛି। ତାହେଲେ ପ୍ରତ୍ୟେକ ଲକ୍ଷ ଲକ୍ଷ ହେଲେ କେତେ ହେଲା? ନା 8 ଲକ୍ଷ। ଯଦି ସମସ୍ତଙ୍କ ରେଜଲ୍ଟ ସମାନ ଆସିଲା ବା ଏଭରେଜ୍ ପାଖାପାଖିରେ ଆସିଲା, ତାମାନେ ଆପଣ ଲକ୍ଷ ଲୋକର ସର୍ଭେ କରିନାହାନ୍ତି, ଆପଣ 8 ଲକ୍ଷ ଲୋକର ସର୍ଭେ କରିଛନ୍ତି। ଠିକ୍ ନା ଭୁଲ? ଇଏ ତର୍ଜମା ତ କେହି କରୁନାହାନ୍ତି। ଯଦି ଡିଫର କରୁଥାନ୍ତା, ବହୁତ ଡିଫର କରୁଥାନ୍ତା, ତାହେଲେ ଇଏ ଲକ୍ଷ ଲୋକ କହିଲେ, ସିଏ ଲୋକ ଅଲଗା କହିଲେନି, ନା ଏଗୁଡ଼ା ସବୁଗୁଡ଼ା ଭୁଲ। କିନ୍ତୁ ଯେତେବେଳେ ସମାନ କଥା କହୁଛନ୍ତି ସବୁ ସର୍ଭେ, କାଲି ଆଉ ଜଣେ କହିଲେ ଯେ ମୋଦି ମିଡ଼ିଆ ସବୁ ମୋଦି ପଇସା ଦେଇ କରିଛି। ଆରେ 2 ଦିନ ପାଇଁ ସେ କାହିଁକି ପଇସା ଦେବ? କିଏ କାହିଁକି ପଇସା ଦେବ କହୁନାହାନ୍ତି? ଯେଉଁଦିନ ଠାରୁ ସର୍ଭେ ଆରମ୍ଭ ହେଲା, କେଉଁଠି ଆମର 1 ତାରିଖ ରାତିରୁ ଏକ୍ଜିଟ୍ ପୋଲ୍ ଆରମ୍ଭ ହେଲା, 4 ତାରିଖ ସକାଳ ପର୍ଯ୍ୟନ୍ତ ନୁହେଁ, ରାତିରୁ 3 ତାରିଖ ରାତିରେ ସେ ଆସେ। ଏଇ 2 ଦିନ ପାଇଁ ସେ ପଇସା ଖର୍ଚ୍ଚ ହେଉଥିଲା କେଉଁଥିପାଇଁ? ତ ଏକ୍ଜିଟ୍ ପୋଲ୍ ନିଶ୍ଚିତ ଭାବରେ ଯେଉଁ ସଂସ୍ଥାମାନେ କରୁଛନ୍ତି, ସେମାନେ ଚାହିଁବେ ତାଙ୍କର କ୍ରେଡ଼ିବିଲିଟି ରଖିବାକୁ। ସେମାନେ ନିଶ୍ଚିତ ଚାହିଁବେ ଯେ ଆମ ସଂସ୍ଥାଟି ଯେଉଁ ଆକଳନ କରିବ ତାହା ଯେମିତି ମ୍ୟାଚ୍ କରିଯାଏ, ଆମର ଟିକେ ନାଁ ହେବ ଓ ହୁଏତ ଅନ୍ୟମାନେ ଫଣ୍ଡିଂ କରିବେ। ତେଣୁ ସେ କାହିଁକି ଭୁଲ ଭାଲ କରିବେ? ହଁ, ସାମ୍ପଲ୍ ସର୍ଭେଟା ସେମିତି ହୁଏ। ତେଣୁ ସେଟା ହେବ। ଆଉ ଓଡ଼ିଶାରେ ମାନେ ମୁଁ ମାନେ ଏଥିରେ ବି କହିଲେ ନବୀନ ବାବୁ ହୁଏତ 6ଠ ଥର ପାଇଁ ସରକାର କରିପାରନ୍ତି। କିନ୍ତୁ ସବୁଠାରୁ ରୋଚକ ହେଉଛି ଗୋଟିଏ ବଳିଷ୍ଠ ବିରୋଧୀ, ଗୋଟେ ମାନେ ସୁଦୃଢ଼ ବିରୋଧୀକୁ ଫେସ୍ କରିବେ। ଏହା ନିଶ୍ଚିତ। ଯଦି ଆକଳନ ମଣିଷ ମନର କଥା, ଶେଷ ମୁହୂର୍ତ୍ତରେ କେତେବେଳେ କ'ଣ ହେଇଥିବ, ଯଦି କିଛି ସେଇ ଯେଉଁ 60ରୁ 80 42 କହୁଛନ୍ତି, ତାହେଲେ ଗୋଟେ ଭୋଟ୍ ମଧ୍ୟ ବହୁତ ଇଏ ରଖେ। ଏବଂ ଯଦି ଭାଗ୍ୟରେ ଥିବ ହୁଏତ NDA ବି ସରକାର BJP ବି ସରକାର କରିପାରେ। କିଛି ଅସମ୍ଭବ ନୁହେଁ। ଦେଖାଯାଉ କାଲି। ତଥାପି ପ୍ରେଡ଼ିକ୍ସନ୍ ହେଉଛି ମାନେ ମୋର ବ୍ୟକ୍ତିଗତ, ଏଇଟା ମୁଁ କାହା ଉପରେ ଥୋପିବାକୁ ଚାହୁଁନି କି ମୁଁ ମାନେ କାହାର ଯେ କହିଲେ ଗଦି ମିଡ଼ିଆ ହେଇକି କହୁନି। ତେଣୁ ଆମେ ଗଦି ମିଡ଼ିଆ ନୁହଁନ୍ତି। ଯାହା ସତ୍ୟ ତ କାଲି ଜଣାପଡ଼ିବ। କିଛି ଅସୁବିଧା ନାହିଁ। ପରସେଣ୍ଟେଜ୍ କ'ଣ ରହିବ? ହଁ, ବଢ଼ିଆ କଥା। ଏଇଟା ସବୁଠାରୁ ଭଲ ପ୍ରଶ୍ନ ଯେ ଯେଉଁଟା କହୁଛନ୍ତି 42%, ସେଇଥିରେ ମୁଁ ଟିକେ ଡିଫର କରିବି ଯେ ହୁଏତ 42-41 ବା 41-42 ସେଇଟା ହେଉଛି ଡିସାଇଡ଼ିଂ ଫ୍ୟାକ୍ଟର। ମୁଁ ମଧ୍ୟ ମାନୁଛି ସେ ଯେଉଁ କହିଛନ୍ତି ଯେ -12 +12, ଇଏ ବି କହିଛନ୍ତି -14, ଆଉ ଗୋଟେ ସଂସ୍ଥା ଆଉ ଗୋଟେ -14 +14। ସେଇଠି ବଡ଼ ଖେଳଟା ରହିଛି
ଯେ ଆପଣ ବିଜେପି ବହୁତ ପରସେଣ୍ଟେଜ ୱାଇଜ୍ ବହୁତ ଉପରକୁ ଯାଇଛି ଏବଂ ବିଜେଡ଼ି ବହୁତ ଖସିଛି। ଆପଣ ସେଇ ବର୍ତ୍ତମାନର ଯେଉଁ ଆକଳନକୁ ମୁଁ ଯଦି ଷ୍ଟଡି କରେ ତାଙ୍କ ଏକ୍ଜିଟ୍ ପୋଲ୍କୁ ମୁଁ ଯଦି ଆଉ ଥରେ ସର୍ଭେ କରେ ତାହେଲେ ନିଶ୍ଚିତ ଭାବରେ 42, 41 ବା 41, 42 ଏଇ 42 ଯିଏ ପାଇବ ସେ ସରକାର କରିବ, 41 ଯିଏ ପାଇବ ଷ୍ଟ୍ରଙ୍ଗ ବିରୋଧୀ ହେବ ଯଦି କିଛି ଗୋଟେ ଚମତ୍କାର ନ ହୁଏ। ଦେଖାଯାଉ।